Hen, pigeon, peacock, goat, quail, quail. ପାଟି ଭଲ କି ଖୋଲିନି, କଥା କହିଲା ବେଳକୁ ପାଟି ଲାଗୁଛି, ହେଲେ ମୁହେ ମୁହେ କହିଦେଉଛି ସବୁ ପଶୁ ପକ୍ଷୀଙ୍କ ନାଁ। ବୟସ ମାତ୍ର 2 ବର୍ଷ, ହେଲେ ବିଚକ୍ଷଣ ପ୍ରତିଭାର ଅଧିକାରୀ ବିସ୍ମୟ ବାଳକ ଶିବାଂଶ। ପୁଅ ଶିବାଂଶଙ୍କ ପାଇଁ ଆଜି ବାପା ମା ବେଶ ଗର୍ବିତ, କାରଣ ଆଜି ତାଙ୍କ ସୁନା ପୁଅ ଏହି କଅଁଳ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ନାଁ କରିଛି। ଜଳେଶ୍ୱର ଗାଡ଼କଣାର ସୌମେନ୍ଦ୍ର ଦାସ ଏବଂ ପ୍ରିୟଙ୍କା ରାଉତଙ୍କ 2 ବର୍ଷର ପୁଅ ଶିବାଂଶ ଦାସ। ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗର ନାଁ କହିବା ସହ ବିଭିନ୍ନ ଫୁଲ ଫଳ ପଶୁ ପକ୍ଷୀଙ୍କ ଚିତ୍ର ଦେଖି ସେମାନଙ୍କୁ ଚିହ୍ନି ପାରୁଛନ୍ତି ଶିବାଂଶ। କେବଳ ସେତିକି ନୁହେଁ, 1 2 ABCD ଠୁ ଆରମ୍ଭ କରି ଇଂରାଜୀ 12 ମାସ ସପ୍ତାହକ 7 ଦିନର ନାଁ କହି ଆଜି ସେ ଏହି ବିରଳ ପ୍ରତିଭାର ଅଧିକାର ହୋଇଛନ୍ତି। ତେବେ ଏହି କୁନି ଶିବାଂଶଙ୍କର ବିଚକ୍ଷଣ ପ୍ରତିଭାକୁ ଥରେ ଏହି ଭିଡିଓ ମାଧ୍ୟମରେ ଦେଖି ନିଅନ୍ତୁ। March, April, May, June, July, August, September, October, November, December. Monday, Wednesday, Thursday, Friday, Saturday. ଦେଖିଲେ ତ କିପରି ଇଂରାଜୀରେ ବର୍ଣ୍ଣମାଳାଠୁ ଆରମ୍ଭ କରି ସଂଖ୍ୟା, ମାସ, ସପ୍ତାହର ନାଁ ଏବଂ ଇଂରାଜୀରେ ଫଳ, ପରିବା, ପଶୁ ପକ୍ଷୀଙ୍କ ନାମ ନିର୍ଭୁଲ ଭାବେ କହି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ଆଜି ନାଁ କରିପାରିଛି। ପାଟି ସ୍ପଷ୍ଟ ଭାବେ ଖୋଲିନି, ଖନେଇ ଖନେଇ ଅତି ସୁନ୍ଦର ଭାବେ ସବୁ କହିପାରୁଛି ଏହି ବିଚକ୍ଷଣ ବାଳକ। ସବୁଠୁ ବଡ଼ କଥା ହେଉଛି ଏତେ କମ୍ ବୟସରେ ସେ ଆଜି ଯାହା ପାଇପାରିଛି ସେ ବିଷୟରେ ସେ ନିଜେ ଅଭିଜ୍ଞ। କାରଣ ମା କୋଳରେ ଖେଳିବା ବୟସରେ ଏତେ ପ୍ରତିଭାବାନ ହେବା କୌଣସି ଚମତ୍କାରଠୁ କମ୍ ନୁହେଁ। ଏତେ ନିର୍ଭୁଲ ଭାବେ କହିବା ସଭିଙ୍କୁ ଚକିତ କରିଛି। ଭୁବନେଶ୍ୱରରୁ ସରୋଜ ରାଉତଙ୍କ ରିପୋର୍ଟ, ରିପୋର୍ଟର୍ସ ଟୁଡେ।